প্রিয় ছাত্রছাত্রী এবং অভিଭାବକ ମାନେ ଆଜିର ଏକ ସୁନ୍ଦର ପ୍ରଶ୍ନ ହେଉଛି 300 ଟଙ୍କାକୁ ଏ ବି ଓ ସି ଏପରି ବାଣ୍ଟି ନେଲେ ଯେ ଏ ତା ଟଙ୍କାରୁ 25 ଟଙ୍କା ବିକୁ ବି ତା ଟଙ୍କାରୁ 20 ଟଙ୍କା ସିକୁ ଦେବା ପରେ ସମସ୍ତଙ୍କର ଟଙ୍କା ସମାନ ହୋଇଗଲା। ପ୍ରଥମେ କିଏ କେତେ ଟଙ୍କା ନେଇଥିଲେ? ଏହି ପ୍ରକାର ଅଙ୍କ ସୁନ୍ଦର ଅଙ୍କ ଆକୁ ସହଜରେ କରିପାରିବା। କେମିତି କରିବା ଟିକେ ଧ୍ୟାନ ଦେବା। ଆମ ପାଖରେ ଅଛନ୍ତି ଏ ବି ସି। ପ୍ରତ୍ୟେକଙ୍କର ସମାନ ହେବ, ଅର୍ଥାତ୍ 300 ଟଙ୍କା ଯଦି ସମାନ ସମାନ ନିଅନ୍ତି ପ୍ରତ୍ୟେକଙ୍କର ସମାନ ହେବ ଯଦି ଘଟଣା ଗୁଡ଼ିକ ସେମାନେ ଘଟାନ୍ତି। ଘଟଣା ଗୁଡ଼ିକ କ'ଣ? ଏ ଯଦି ତା ଟଙ୍କାରୁ 25 ଟଙ୍କା ବିକୁ ଦେଉଛି, ବି ଯଦି ତା ଟଙ୍କାରୁ 20 ଟଙ୍କା ସିକି ଦେଉଛି, ଏ ପାଖରେ ଥରେ ଘଟଣା ଘଟୁଛି କ'ଣ? ତା ଟଙ୍କାରୁ ସିଏ 25 ଟଙ୍କା ଦେଇ ଦେଉଛି ବିକୁ। ତେଣୁ ପ୍ରଥମେ ତା ପାଖରେ କେତେ ରହୁଛି? ପ୍ରଥମେ ତା ପାଖରେ 25 ଟଙ୍କା ରହୁଛି, 125 ଟଙ୍କା ପ୍ରଥମ ବାଣ୍ଟ। ବି କ'ଣ କରୁଛି? ସେଇ ଟଙ୍କା ପାଇବା ପୂର୍ବରୁ ବି ପାଖରେ କେତେ ଟଙ୍କା ରହୁଛି? ବି ପାଖରେ 75 ଟଙ୍କା, 25 ଟଙ୍କା ପାଇବା ପୂର୍ବରୁ ତା ପାଖରେ ରହୁଛି 75 ଟଙ୍କା। এই 75 ଟଙ୍କା ରହୁଛି କେତେବେଳେ? ନା ଯେତେବେଳେ ସିକୁ ସେ 20 ଟଙ୍କା ଦେଇ ଦେଉଛି। ସି 20 ଟଙ୍କା ପାଇବା ପୂର୍ବରୁ ସିର କେତେ ଥିଲା? ସିର 80 ଟଙ୍କା ଥିଲା। ବି 20 ଟଙ୍କା ଦେବା ପୂର୍ବରୁ ବିର କେତେ ଟଙ୍କା ଥିଲା? ମିଶାଣ ଏଇ ଯେଉଁ 20 ଟଙ୍କା ଦେଇଛି ପୂର୍ବରୁ ତା ପାଖରେ ଥିଲା 95 ଟଙ୍କା। ତେବେ ଏର ଟଙ୍କା ହେଉଛି 125, ବି ରହୁଛି 95, ସି ରହୁଛି 80। ଆନ୍ସର୍ ଯଦି ଭଲ ଲାଗିଥିବେ ଛୋଟ ଛୋଟ ଭଲ ପାଇବା ସଦୃଶ ଯଦି ଲାଇକ୍ ସେୟାର ଆଣ୍ଡ ସବସ୍କ୍ରାଇବ୍ କଲେ ସେଇଟା ମୋ ପାଇଁ ଗୋଟେ ବଡ଼ ଉପହାର ହେବ। ଥ୍ୟାଙ୍କ ୟୁ।